ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇଭଣିଆ ଅଞ୍ଚଳର 14ଟି ପଞ୍ଚାୟତକୁ ନେଇ ବିଜେଡି ଦଳର 29ତମ ପ୍ରତିଷ୍ଠା ଦିବସ କାଳିକ ପଞ୍ଚାୟତର ଗହିରାବନ୍ଧ ଆଇଭିରେ ପାଳିତ ହୋଇଯାଇଛି। ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଡିସେମ୍ବର 26 ପାଖରୁ ଆରମ୍ଭ ହୋଇ 29 ତାରିଖରେ ରାଜଘାଟ ବାରୁଣୀ ପଡ଼ିଆରେ ଶେଷ ହେବ। ଜଳେଶ୍ୱର ବିଜେଡି ସଭାପତି ତଥା ସର୍ଦ୍ଦାର ବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାମଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଜଳେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନ କୁମାର ପାତ୍ର, ସମ୍ମାନିତ ଅତିଥିଙ୍କ ଭିତରୁ ପୂର୍ବତନ ବିଜେଡିର ଜିଲ୍ଲା ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଜିଲ୍ଲାର ବିଜେଡି ମହିଳା ସଭାପତି ବିନ୍ଦୁବାଲା ନନ୍ଦୀ, ବ୍ଲକ ମହିଳା ସଭାପତି ଓ ବ୍ଲକ ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଶିକ୍ଷାବିତ୍ ଲେଲିନ ପ୍ରଧାନ, କଳମା ପଞ୍ଚାୟତର ସରପଞ୍ଚ ସୁବିନତା ଦତ୍ତ, ରାଇଭଣିଆ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସନ୍ଦୀପ ନାରାୟଣ ଘୋଷ, ଶ୍ରୀଯୁକ୍ତ ଅଜୟ ମହାନ୍ତି, କ୍ଷିତିଶ ଦେ ତଥା ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ସଦସ୍ୟ, ଦଳର ସଭାପତି, ଜିଲ୍ଲା ପରିଷଦ ଓ ଦଳୀୟ କର୍ମୀଙ୍କ ହଜାର ହଜାର ସଂଖ୍ୟକ ଭିଡ଼ ଏକ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ବିଧାୟକ ଶ୍ରୀଯୁକ୍ତ ପାତ୍ର 1984 ମସିହାର ତାଙ୍କ ରାଜନୈତିକ ମୁହୂର୍ତ୍ତ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରି ଓ ରାଇଭଣିଆ ଅଞ୍ଚଳର ବିଭିନ୍ନ ରାଜନେତା ବିଶାରଦଙ୍କୁ ମନେ ପକାଇ ପୂର୍ବ ରାଇଭଣିଆ ଓ ବର୍ତ୍ତମାନର ରାଇଭଣିଆ ଭିତରେ ବିକାଶ କଥାକୁ ବଖାଣିଥିଲେ। ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କିପରି ଜଳେଶ୍ୱର ବ୍ଲକର ସମସ୍ତ ପଞ୍ଚାୟତ ପୁଣି ବିଜେଡି ହାତେଇବ ତାର ଗୁରୁମନ୍ତ୍ର କର୍ମୀମାନଙ୍କୁ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସରେ 3000 ବିଜେଡି ସମର୍ଥକଙ୍କ ଗହଳି ଏବେ ବି ରାଇଭଣିଆ ଅଞ୍ଚଳର ବିଧାୟକ ଶ୍ରୀଯୁକ୍ତ ପାତ୍ରଙ୍କ ଲୋକପ୍ରିୟତାର ପରିଚୟ ଦେଇଛି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।